ଜୟ ଜଗନ୍ନାଥ। ଆଜି ଯାଇ ଆଲୋଚନା କରିବା ବାସ୍ତବ ମତରେ କିପରି ସଂହାର ହେଲା। ଆମେ ଅନେକ ଭିଡ଼ିଓ କରିଥିଲେ, ମହାବିଷ୍ଣୁ ଲୀଳାଙ୍ଗ ବିଷ୍ଣୁ ଆଜି ଲୀଳାଙ୍ଗ ବିଷ୍ଣୁ 29 ଅଙ୍କରେ ଜନ୍ମ ହେବେ ବୋଲି ଗୋଟେ ଭିଡ଼ିଓ କରିଥିଲେ ଏବଂ ମହାବିଷ୍ଣୁ 3 ଅଙ୍କରେ ଜନ୍ମ ହେବେ ବୋଲି ମଧ୍ୟ ଗୋଟେ ଭିଡ଼ିଓ କରିଥିଲେ। କାହା 3 ଅଙ୍କରେ ନା ଦିବ୍ୟସିଂହ ମହାରାଜାଙ୍କର 3 ଅଙ୍କ। ଯେତେବେଳେ ଦିବ୍ୟସିଂହ ମହାରାଜାଙ୍କର 54 ଅଙ୍କ ହବ, ସେତେବେଳେ ମହାବିଷ୍ଣୁଙ୍କର 50 ଅଙ୍କ ଭୋଗ କରୁଛି। କୋଉଥିରେ ପ୍ରମାଣ ଅଛି ନା ଶିଶୁଅନଟକ ପଟ୍ଟା ମଡ଼ାଣ ଶାସ୍ତ୍ରରେ ପ୍ରମାଣ ଅଛି। ବିରାଟ ନଗରେ ମହାଯଜ୍ଞ ହବ, ହାଡ଼ି ଦାସ ବସିଥିବେ, ବିଂଶେ ତ୍ରିଶେ ପ୍ରଭୁ ଖେଳ ଆରମ୍ଭିବେ, ଜହିଁ ଚଉବନ ଭାବ, ଦିବ୍ୟ ସିଂହଦେବ କରିବେ ରାଜୁତି, ଆଉ ଶାସନ ନଥିବ। ଆର ଅର୍ଥ କଣ? ମହାପୁରୁଷ ଶିଶୁଅନଟ ବାରଙ୍ଗ କହୁଛନ୍ତି, ବାରଙ୍ଗ ବିରାଟ ନଗରରେ ଗୋଟେ ମହାଯଜ୍ଞ ହବ, ସେଠି ହାଡ଼ିଦାସ ବସିଥିଲେ ବା ହାଡ଼ିଦାସଙ୍କ ମାଧ୍ୟମରେ କଣ ହବ? ବିରାଟ ନଗରରେ ଗୋଟେ ମହାଯଜ୍ଞ ହବ। ବିଂଶ ତ୍ରିଶ ପ୍ରଭୁ ଖେଳ ଆରମ୍ଭିବେ, ଜହିଁ ଯୌବନ ଭାବ। ବିଂଶ ତ୍ରିଶ ହୁଅନ୍ତେ 50। ଯେତେବେଳେ ମହାପ୍ରଭୁଙ୍କର 50 ଅଙ୍କ ହବ, ସେ ସମୟରେ ରଜାଙ୍କର 54 ଅଙ୍କ ହେଇଛି। ତାପରେ ଲେଖିଛନ୍ତି ଦିବ୍ୟ ସିଂହଦେବ କରିବେ ରାଜୁତି, ଆଉ ଶାସନ ନଥିବ। କହିଲେ ସେ ଦିବ୍ୟ ସିଂହଦେବ ଦିନେ ନା ଦିନେ କଣ ହେବେ? ରଜା ହେବେ। ତାପରେ ଆଉ ରଜା ରହିବେ ନାହିଁ ବା ଓଡ଼ିଶାର ଶାସନ ଭାର ହାତକୁ ନେବେ। ଏଇ କଥା ଉପରେ ଆମେ ଯୋଉ ଅବତାର ବିଷ୍ଣୁଙ୍କ କଥା ଆଲୋଚନା କରିଥିଲେ, ତାହା ଅନେକ ବ୍ୟକ୍ତି ବିଶେଷଙ୍କୁ, ମାନେ ଆମ ଧର୍ମ ମାନି ଓଡ଼ିଆ ଦେଖୁଥିବା ଅନେକ ବ୍ୟକ୍ତି ବିଶେଷ ଆମ ପାଖକୁ ଫୋନ କରୁଛି। ଲୀଳାଙ୍ଗ ବିଷ୍ଣୁ କଣ, ମହାବିଷ୍ଣୁ କଣ? ମହାବିଷ୍ଣୁ ବୋଲନ୍ତୁ ମନେ ରଖିଥାଅ, କ୍ଷୀରାବ୍ଦି ସାଗରେ ଯିଏ ରହିବେ ସେ ହେଲେ ମହାବିଷ୍ଣୁ। ଲୀଳାଙ୍ଗ ବିଷ୍ଣୁ ତାଙ୍କ ଅଂଶ କଳା ନେଇକି ଯିଏ ଆବିର୍ଭୂତ ହେଲେ ଲୀଳାଙ୍ଗ ବିଷ୍ଣୁ। କିନ୍ତୁ ମହାବିଷ୍ଣୁ ଲୀଳାଙ୍ଗ ବିଷ୍ଣୁ ଭିତରେ ତାରତମ୍ୟ କଣ? ଲୀଳାଙ୍ଗ ବିଷ୍ଣୁ ଯିଏ, ସେ ତାଙ୍କ ଉପରେ ଜୟଦେବ ଲେଖିଛନ୍ତି, ଲେଛ ନିଭ ନିଧନେ କରୟସି କରବାଳ, ଧୂମ କେ ତୁମି କିମତି କରାଳ, କେ ସବୁ ଧୂତ କଳନ୍ତି ଶରୀର, ଜୟ ଜଗଦୀଶ ହରେ। ହେଲା, ସେବେଳେ ଅବତାର ହେଇକି ଦୁଷ୍ଟଙ୍କୁ କଣ କରିବେ? ସଂହରଣ। କିନ୍ତୁ ମହାବିଷ୍ଣୁ ଯେତେବେଳେ ଆସିବେ, ମହାବିଷ୍ଣୁଙ୍କ ଅଂଶରେ ହେବେ କିଏ? ସେ ଲୀଳାଙ୍ଗ ବିଷ୍ଣୁ। ମହାବିଷ୍ଣୁ କଣ କରିବେ? ତାଙ୍କର ସଂହାର ଲୀଳା ଆରମ୍ଭ କରିବେ। ବୁଝିହଉଛି? ସଂହାର ଲୀଳା ଆରମ୍ଭ କଲା ବେଳକୁ ଯେତେବେଳେ କଳି ସତ୍ୟର ଆଗମନ ଘଟିବ, ସେତିକିବେଳେ ଲୀଳାଙ୍ଗ ବିଷ୍ଣୁଙ୍କର ଆବିର୍ଭୂତ। ଏଇ ଯୋଉ ମହାବିଷ୍ଣୁ ଇଏ କଣ କରିବେ? ଇଏ ହାତରେ ଆଉ ଖଣ୍ଡା ଧରିବେ ନାହିଁ। କେମିତି ସଂହାର କରିବେ? ନା ଜ୍ଞାନ ଖଡ଼ଗରେ ହେବ ସଂହାର। ଗୋଟେ ଜ୍ଞାନ ରୂପକ ଖଡ଼ରେ ସେ କଣ କରିବେ? ସଂହାର କରିବେ। ଆଜ୍ଞାରେ ଅରକ୍ଷିତ ଦାସଙ୍କ ମତରେ ଆଜ୍ଞାରୁ ସୃଷ୍ଟି ସର୍ଜନା, ଆଜ୍ଞାରେ ମଧ୍ୟ ସୃଷ୍ଟି କଣ ହଉଛି? ବିସର୍ଜନ। ବୁଝିପାରୁଛି? ତେଣୁ ସବୁ ଆଜ୍ଞାରେ, ମହାପ୍ରଭୁଙ୍କ ଆଜ୍ଞା ସବୁ ଚାଲିବ। ବୁଝିପାରୁଛି? ସେମିତି ଯେତେବେଳେ କଳିର ଅନ୍ତିମ ପର୍ଯ୍ୟାୟରେ, ଆଉ ଗୋଟେ ଭଲ କଥା ମନେ ରଖିଥାଅ, ଆମେ ଯେତିକି ଜିନିଷ ଜାଣିଛୁ ବା ଗବେଷଣା ପରେ ଯେତିକି ଆମେ କଣ ସତ୍ୟତା ଅନୁଭବ କରୁଛୁ, ନିଶ୍ଚିନ୍ତ ଯୁଗର ପରିବର୍ତ୍ତନ ଘଟିବ। ହେଲା।
ଏ ଯୋଉ ମହାବିଷ୍ଣୁଙ୍କ ଆଜ୍ଞାରେ କଣ କରିବେ? ଜଗତକୁ ସଂହାର ହେଲା। ସେ କିପରି ସଂହାର କରିବେ, ଏଇ ବିଷୟ ଉପରେ କଳିକଳ୍ପ ଗୀତାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ପ୍ରମାଣ ଦେଇଛନ୍ତି। କିନ୍ତୁ ମହାବିଷ୍ଣୁଙ୍କ ଯୋଉ ଲୀଳା ହେବ ତାକୁ କେହି ଜାଣିପାରିବେ ନାହିଁ। ସେ ଜାଣିବେ କେତେବେଳେ ନା ଛପନ ଉପରେ ହେଲା। କେମିତି ନା ଯେତେବେଳେ ସେ ଲେଖିଛନ୍ତି ଗୋଟେ ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେବେଟି ଛତିଆ ଗ୍ରାମର ଯାଇଥିଲେ ହେଲା। ଯାଇଫୁଲ ମାଳିକା ଲେଖିଛନ୍ତି ଭକ୍ତ ସଙ୍ଗେ ଭଗବାନ ମାନେ ମହାବିଷ୍ଣୁ ଥିବେ ହେଲା, ଭକ୍ତ ଥିବେ, ଦାରୁବ୍ରହ୍ମ ରୂପକ ଭଗବାନ ମଧ୍ୟ ଥିବେ। ସେ କଣ କରିବେ? ଭକ୍ତଙ୍କ ମହିଳାରେ ରହିକି ଛତିଆକୁ ଠାକୁର ହେଲା। ଏଇଠି ସେ କିପରି ସଂହାର ହବ, ମହାବିଷ୍ଣୁ ଆଜ୍ଞାରେ କିପରି ସଂହାର କରିବେ, ତାରି ଉପରେ ଆଜି ଆଲୋଚନା କରିବା। ଆପଣ ପ୍ରଭୁ ହୋଇବେ ଉଦିତ, ପାପୀ ମାନଙ୍କୁ କରିବେ ମୁକତ, ବ୍ୟାଧିର ପରେ ଥୋକାଏ ମରିବେ, ଡାକିନି ମାନେ ଥୋକାଏ ନାସି। ମହାପ୍ରଭୁ କଣ କରିବେ? ହେ ପ୍ରଭୁ, ତମେ ମତ୍ସ୍ୟମଣ୍ଡଳରେ ଉଦୟ ହବ ବା ଜନ୍ମଗ୍ରହଣ କରିବ, ପାପୀ ମାନଙ୍କୁ କଣ କରିବ? ମୁକ୍ତି କରିବ। ଯେଉଁମାନେ ପ୍ରଭୁଙ୍କ ହାତରେ ମରନ୍ତି ସେ ମୁକ୍ତି ହୁଅନ୍ତି, ମନେ ରଖ ହେଲା। ଦିନେ ଶିବ ଆଉ ବିଷ୍ଣୁଙ୍କ ଭିତରେ ଝଗଡ଼ା ମାନେ କଷାକଷି ହେଲେ। ଶିବ କହିଲେ ମୋ ଭକ୍ତ ବଳ, ବିଷ୍ଣୁ କହିଲେ ମୋ ଭକ୍ତ ବଳ, ଖାଲି ଟିକେ ଟିକେ କହିଦେଇ ଏବଂ ପରୀକ୍ଷା କରିବା ପାଇଁ କି ମତ୍ସ୍ୟମଣ୍ଡଳକୁ ଆଇଲେ। ହିମାଳୟରୁ କଣ ଆଇଲେ ଶିବ, ବୈକୁଣ୍ଠରୁ ଆଇଲେ କିଏ? ସେ ବୈକୁଣ୍ଠ ବିହାରୀ ବିଷ୍ଣୁ। ସେଠୁ ଆସିକି ସେଠୁ ରୂପ ପରିବର୍ତ୍ତନ କଲେ, ବ୍ରାହ୍ମଣ ବେଶ ଧରି ଉଦୁଉଦିଆ ଖରା ବେଳେ ଭିକ୍ଷାବୃତ୍ତି କରିକି ଗାଁ ଗାଁରେ ବୁଲିଲେ। ସେଠି ଦି ଜଣ କଥାବାର୍ତ୍ତା ହେଲେ, କିଏ? ସେ ଶିବ ଆଉ ବିଷ୍ଣୁ। ବିଷ୍ଣୁ ସେଠୁ କହିଲେ ଶିବଙ୍କୁ କହିଲେ ଭାଇ ତମ ଭକ୍ତଙ୍କ ପାଖକୁ ଆଗ ଦିଆ, ପଛରେ ଆମ ଭକ୍ତଙ୍କ ପାଖକୁ ଦିଆ। ଶିବଙ୍କ ଭକ୍ତଙ୍କ ପାଖକୁ ସେଠୁ ଗଲେ, ଉଦୁଉଦିଆ ଖରା ବେଳ, ଶିବ ତ ବର ଦେଇ ଦେଇଛନ୍ତି, ସମସ୍ତେ ଦେଇ ଦିଅନ୍ତି। ଯିବା ସମୟରେ ଖରା ବେଳେ ଗ୍ରିଲ ବାଡେଇଲେ, ଲୋକ ଶୋଇଛନ୍ତି, ବୁଝିହଉଛି, ସିଏ ଆଉ ଶୁଣିଲେ ନାହିଁ। ଏବଂ କେତେ ଜଣ ଶିବ ଭକ୍ତ ଏଠୁ ଉଠିଲେ, ଗୋଟେ ଖରା ବେଳଟାରେ ଶୁଆଇ ଦଉନାହାନ୍ତି, ବୁଝିହଉଛି, ଭିକ୍ଷା ଦେଲେ ଏବଂ ଦେଶଟା ଆଜି ପଠେଇଲେ। ଶିବଙ୍କ ଭକ୍ତଙ୍କ ଡ୍ୟୁଟି ସରିଗଲା। ତେଣୁ ନାରାୟଣ ହସିଦେଲେ, କହିଲେ ମହାଦେବ ଭାଇ ଏଥରକ ଆମ ଭକ୍ତଙ୍କ ପାଖକୁ ଯିବା ନା। ହଁ ଚାଲ ଯିବା। ଗଲାବେଳକୁ ବିଷ୍ଣୁଙ୍କ ଭକ୍ତଙ୍କ ପାଖକୁ ଗଲାବେଳକୁ ଖଣ୍ଡିଆ କୁଡିଆ ଅନେଇଲେ, ରାତିରେ ଅନେଇଲେ କଣ ହଉଛି? ଆକାଶ ଏହା ହଉଛି ଗରିବ ଲୋକ କହନ୍ତି ହରିଭକତ ଯେତେ ନର ଭଙ୍ଗା କୁଡିଆ ତାଙ୍କ ଘର। ନେଇକି ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ ସେଠୁ ଦେଖିଦେଲେ, ଘର ମାଲିକ ଦେଖିଦେଲା, ଆରେ ଉଦୁଉଦିଆ ଖରା ବେଳେ ଦି ଜଣ ଅଚିହ୍ନା ବ୍ରାହ୍ମଣ କଣ ଆସି ପହଞ୍ଚିଲେ। ରାତି ରାତି କଣ କଲା? ଗୋଡ ଧୋଇଦେଲା, ବୁଝିହଉଛି, ଗୋଡ ଧୋଇ ଦେଇ ଯଥାସନ ପାଦ ଧୋଇ ଦେଇକି ପୋଛାପୋଛି କରି ଧୂପ ଦୀପ ଦେଇ ତା ଘରେ ଯାହା ଥିଲା ତାହା ଦେଲେ ଖାଇବାକୁ। ଖାଇବାକୁ ଦେଲେ, ସେଇଠୁ ଖାଇଲେ ଦି ଜଣ ଯାକ, ରେଷ୍ଟ ନେଲେ। ଆଇଲା ବେଳକୁ ସେଇଠୁ ବିଷ୍ଣୁ କହିଲେ କଣ ମାଗୁଛୁ? ନା ପ୍ରଭୁ କଣ ମାଗିବି? ସେ ଜାଣି ପକେଇଲା ଇଏ ନିଜେ ଶିବ ଆଉ ବିଷ୍ଣୁ ଆସିଛନ୍ତି ଭକ୍ତ। ଆଉ କଣ ମାଗିବି? ତୁମ ଇଚ୍ଛା ପୂର୍ଣ୍ଣ ହଉ ହେଲା। ତୋ ଇଚ୍ଛା କଣ ପୂର୍ଣ୍ଣ? ସେଠୁ ଶିବ ବିଷ୍ଣୁ ଚିନ୍ତା କଲେ, ଆରେ ଇଏ ଗାଈ କ୍ଷୀର ପ୍ରଥମେ ଆମକୁ ଦେଇଥିଲା ପିଇବ, ତେଣୁ ତା ଗାଈ ମରିଯାଉ, ତା ଗାଈ ମରିଯିବ। ସେଠୁ ହା ସେଇଠୁ କଣ ଏମିତି ତୋ ସ୍ତ୍ରୀ ମରିଯାଉ, ତୋ ପୁଅ ମରିଯାଉ, ତୁ ବି ମରିଯା। ଭକ୍ତ କହିଲା ଅସ୍ତି କହିକି ସେଇଠୁ କଣ କଲେ? ଶିବ ବିଷ୍ଣୁ ସେ ଜାଗା ତ୍ୟାଗ କଲେ। ସେଠୁ ଶିବ ସେଇଠୁ ମନ ଦୁଃଖ କଲେ, କହିଲେ ମୋ ଭକ୍ତ ପାଖକୁ ଗଲେ ସେ ଆଉ ମତେ ପଚାରିଲେ ନାହିଁ। ସେ ଗରିବ ଲୋକଟା ଆପଣଙ୍କ ଭକ୍ତ, ଆପଣଙ୍କୁ ସେଇଠୁ
ପଚାରିଲେ ଆମର ଯଥା ସମ୍ମାନ ଦେଲା, ଲାଷ୍ଟକୁ ତାକୁ ମାଇଲେ, ତା ପୁଅକୁ ମାଇଲେ, ତା ସ୍ତ୍ରୀକି ମାଇଲେ, ତା ଗାଈକି ମାଇଲେ, ଏଗୁଡ଼ା କ'ଣ ଠିକ ହେଲା? ନାରାୟଣ ଏଠି ବସିଗଲେ। ମୋ ମାୟା ମତ ଅବତର କାହିଁ ଜାଣିବେ ନରତାର? ମୁଁ କଥା ମାରିକି ନା ହଁ ମରିଗଲା ଆମ ଆଖି ଆଗରେ, ସେଠୁ ଦେଖେଇ ଦେଲେ। ସେତେବେଳକୁ ସେ ଗାଈ ତାଙ୍କ ଧିଏରେ ଲୀନ ହେଇଯାଇଛି, ତା ଧିଏରେ ନାରାୟଣଙ୍କ ଧିଏରେ, ତା ସ୍ତ୍ରୀ ଲୀନ ହେଇଯାଇଛି, ମାନେ ସେ ନିଜେ ତରି ଯାଇଛି ଏବଂ ତା ପୁଅଟି ମଧ୍ୟ ତରିଯାଇଛି। ତେଣୁ ଶିବ ଭକ୍ତ କ'ଣ ଖୋଜନ୍ତି? ସଦା ସର୍ବଦା ଧନ ଲାଭ ପ୍ରାପ୍ତି। ବିଷ୍ଣୁ ଭକ୍ତ କ'ଣ ଖୋଜନ୍ତି? ପ୍ରଭୁ ଆମେ କେମିତି ନିର୍ବାଣତ୍ୱ। ତେଣୁ ସେ ଯାହା ହଉ, ଦୁଷ୍ଟକୁ ଯେତେବେଳେ ପ୍ରଭୁ ସଂହାର କରିବେ, କାହିଁକି? ଭକ୍ତଙ୍କୁ ବିନାଶ କରି ତାଙ୍କୁ ଉଦ୍ଧାର କରନ୍ତି। ବୁଝି ହଉଛି ନା? ପାପୀ ମାନଙ୍କୁ କରିବେ ମୁକର୍ଷ, ଯେତିକି ଦୁଷ୍ଟ ଥିବେ ତାଙ୍କୁ ପ୍ରଭୁ ନିଜେ ସଂହାର କରି କ'ଣ କରିବେ? ମୁକ୍ତି କରେଇଦେବେ। ସେମାନେ କିପରି ସଂହାର ହେବେ? ବ୍ୟାଧିର ପରେ ଥୋକାଏ ମରିବେ, ଡାକିନୀ ମାନେ ଥୋକାଏ ନାଚିବେ। ଏମିତି ରୋଗ ବହୁତ ଅଚିହ୍ନା ବ୍ୟାଧି ଆସିବ, ସେ ବ୍ୟାଧିରେ ମରିଯିବେ। ତମେ ଅନୁଭବ କର, ଏବେ କମ ବୟସର ବ୍ୟକ୍ତି ବିଶେଷ ଗୁଡାକ ଖାଲି ବ୍ରେନ୍ ଷ୍ଟ୍ରୋକ ଆଉ ହାର୍ଟ ଷ୍ଟ୍ରୋକ ଖାଲି ସଡନଲି ଖାଲି ପଡୁଛନ୍ତି, ମରୁଛନ୍ତି। ମେଡିକାଲ ଗଲେ ଆଉ ଫେରିବାଟା ବହୁତ କଷ୍ଟସାଧ୍ୟ। ଡାକିନୀ ମାନେ ଥୋକାଇ ନାସିବେ, ଆକ୍ସିଡେଣ୍ଟ ବହୁତ। ବାୟୁ ବେମାରୀ ଘୋଟିବଟି ମତେ, ଶୁଣ ରାମ ସତ୍ୟ କହୁଛି ତୋତେ। ବାୟୁ ବେମାରୀ ଘୋଟିବଟି ମତେ। ବାୟୁ ବେମାରୀ କହନ୍ତି ଗ୍ୟାଷ୍ଟ୍ରିକ୍। କଳିର ଅନ୍ତିମ। ସେତେବେଳେ ଦେଖ ଲୋକ ଯାହା ପାଉଥିଲେ ତାହା ଖାଉଥିଲେ, ଏତେ ଗ୍ୟାସ୍ ହଉଥିଲା। ବର୍ତ୍ତମାନ କେତେ ଯୋଗଠୁ ପ୍ରାଣାୟାମଠୁ ଦେଖିବ ରାତି ପାଇଲା ମାନେ ଲୋକ ଆମ ରାସ୍ତାରେ ପୁରା ଜାମ୍ ଯାଉଛନ୍ତି, ବ୍ୟାୟାମ କରୁଛନ୍ତି, ମର୍ଣ୍ଣିଂ ୱାକ୍ କରୁଛନ୍ତି, ହେଲେ ରୋଗ ଛାଡୁଛି କିଛି ନହେଲେ ସମସ୍ତେ ଯଦି ଗ୍ୟାଷ୍ଟ୍ରିକ୍ ଥବ, ନହେଲେ ଡାଇବେଟିସ୍। ସେ ଠାକୁର ମହାପୁରୁଷ କହୁଛନ୍ତି କଳିର ଅନ୍ତିମ ପର୍ଯ୍ୟାୟରେ ସମସ୍ତଙ୍କୁ ବାୟୁ ବେମାରୀ ଘଟିବ, ମାନେ ଗ୍ୟାସ ଦୋଷ ସମସ୍ତଙ୍କର ଆରମ୍ଭ ହବ। ସେଥିରେ ମଧ୍ୟ କିଛି ବିନାଶ ହେବ। ପୁଣି କ'ଣ କହିଲେ? ଜଳ ପବନରେ ପୃଥ୍ୱୀ ନାଶ ଯିବ, ବାଟରେ ରାଜା ଯେ ବାଳୁତ ଦେଖିବ। ଆଗକୁ ଆସୁଛି ମୁକୁନ୍ଦ ଦେବ ଯେତେବେଳେ ରଜା ହେବେ, ତ ଛୋଟ ଥିବେ ନା, ବୃଦ୍ଧ ବାଳକ ହେବେ ରଜା। ଯେତେବେଳେ ରଜା ହେବେ ସେ ସମୟରେ କ'ଣ ହବ? ଜଳ ପବନରେ ପୃଥ୍ୱୀ ନାଶ ଯିବ, ମାନେ ଯୋଉ ବର୍ତ୍ତମାନ ଏଇ ଚାଇନାରେ ଯେମିତି ହେଇଛି କ'ଣ ଘୂର୍ଣ୍ଣି ବାତ୍ୟା ଏବଂ ଘୂର୍ଣ୍ଣି ଝଡ଼, ଏମିତି ଠାକୁଟା ହବ, ଏଥିରେ ମଧ୍ୟ କିଛି ବିନାଶ। ତେଣୁ ମହାପ୍ରଭୁ ଯେତେବେଳେ ଆସିବେ, ମହାବିଷ୍ଣୁଙ୍କର ଲୀଳା ଯେତେବେଳେ ଆରମ୍ଭ ହବ, 53 ମହାବିଷ୍ଣୁଙ୍କର କେତେ ଅଙ୍କରୁ ଲୀଳା ଆରମ୍ଭ ହବ? 53 ଅଙ୍କ 13 ଜନ୍ମ ଶରଣରେ ଅଚ୍ୟୁତ ମହାପ୍ରଭୁ କହିଛନ୍ତି। ହଁ, ସେ କ'ଣ କରିବେ? ଲୁଚିକି ରହିଛି ଆଜ୍ଞାରେ କ'ଣ କରିବେ? ଦୁଷ୍ଟଙ୍କୁ ସଂହାର କରିବେ। ଏକଥା କେହି ଜାଣିପାରିବେ ନାହିଁ। ଆଉ ସେ ମହାବିଷ୍ଣୁ ହଉଛନ୍ତି କିଏ? ସେ ସ୍ୱୟଂ ନିତ୍ୟ ଅଚ୍ୟୁତ। ଖାଲି ଅଚ୍ୟୁତରେ ଲୀଳା ଚାଲିବ। ସେତୁବିଆ ଅଚ୍ୟୁତ, ଗୋଲକ ଧାମ ଅଚ୍ୟୁତ ବା ନିତ୍ୟ ଅଚ୍ୟୁତ ଏବଂ ଭକ୍ତ ଅଚ୍ୟୁତ। ହେଲା, ଯେମିତି ବର୍ତ୍ତମାନ ଅନନ୍ତ ଅନନ୍ତ ବାଡିଆ ବାଡି ହଉଛନ୍ତି। କୋଉ ଅନନ୍ତ? ନିତ୍ୟ ଅନନ୍ତ ନା ହେତୁବିଆ ଅନନ୍ତ ନା ଅନନ୍ତ? ଠାକୁର ଅଭିରାମ ପରମହଂସଙ୍କ ଭାଷାରେ ଅନନ୍ତ ଉପରେ ଅନନ୍ତ ରଜା, ଅନନ୍ତ ମସ୍ତକେ ଉଡ଼ିବ ଧ୍ୱଜା, ଅନନ୍ତ ଜଗିବ ଘାଟ ଦେଇ, ଅନନ୍ତ ଅନନ୍ତ ନୀଳା ଲାଗିଥିବ, ଅନନ୍ତ ଅନନ୍ତ ଲୀଳା ଲାଗିଥିବ, ନ ଜାଣିବେ ନଟ କୁଟ ଯେ, ନ ଜାଣିବେ ନଟ କୁଟ ଯେ। କେତେ ଅନନ୍ତ ବାହାରିଲେ? ଅନନ୍ତ ଉପରେ ଅନନ୍ତ ରଜା, ଅନନ୍ତ ମସ୍ତକେ ଉଡ଼ିବ ଧ୍ୱଜା, ଅନନ୍ତ ଜଗିବ ଘାଟ ଯେ, ଅନନ୍ତ ଅନନ୍ତ ଲୀଳା ଲାଗିଥିବ,
ନ ଜାଣିବେ ନତ କୁତ। କେତେ ପ୍ରକାର ଅନନ୍ତ। ବ୍ରହ୍ମ ଅନନ୍ତ, ଆଦି ଅନନ୍ତ, ଶିଶୁ ଅନନ୍ତ, ଅନନ୍ତ ଶେଷନାଗ ଅନନ୍ତ, ଏମିତି କେତେ ଅନନ୍ତ ରହିଲେଣି। ନା ନାଇଁ? ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦେ ଗୱାର ହଇ।